ଧର୍ମ ତାକୁ କୁହାଯାଏ ଯେଉଁଥିରେ ଅନ୍ୟର ମଙ୍ଗଳ ହୁଏ। ଅନ୍ୟର ଅମଙ୍ଗଳ କରି ଯେତେ ପୂଜା ପାଠ କଲେ ମଧ୍ୟ ତାହା ପାପ ହିଁ ହୋଇଥାଏ। ସମସ୍ୟା ଦେଖିବା ପରେ ଜୀବନରେ କେବେ ବି ହାର ମାନନ୍ତୁ ନାହିଁ। କିଏ ଜାଣେ ଏହା ପଛରେ ଆପଣଙ୍କ ପାଇଁ ଏକ ବଡ଼ ଆରମ୍ଭ ଲୁଚି ରହିଛି। ଯଦି କଷ୍ଟ ବଡ଼, ତେବେ ସଫଳତା ମଧ୍ୟ ବଡ଼ ହୋଇପାରେ। ଅସୁବିଧାରେ ପଡ଼ିଲା ପରେ ଲୋକଙ୍କୁ ଗ୍ରହ ଦୋଷ, ବାସ୍ତୁ ଦୋଷ, ପିତୃଦୋଷ, ଶନି ଦୋଷ ଇତ୍ୟାଦି ଦେଖାଯାଏ, କିନ୍ତୁ ନିଜ ଦୋଷ କେବେ ହେଲେ ଦେଖାଯାଏ ନାହିଁ। ପ୍ରତ୍ୟେକ ମୂଲ୍ୟବାନ ଜିନିଷକୁ ଉଠେଇବା ପାଇଁ ନଇବାକୁ ପଡ଼ିଥାଏ। ମା ଆଉ ବାପାଙ୍କ ଆଶୀର୍ବାଦ ମଧ୍ୟ ଏମାନଙ୍କ ମଧ୍ୟରୁ ଏକ ଅଟେ। ବେଳେବେଳେ ମଣିଷ ଭୁଲ ଠିକ୍ ନ ଜାଣିପାରି ଭୁଲ ପରେ ଭୁଲ କରି ବସେ, କିନ୍ତୁ ସେ ଯଦି ସେ ଭୁଲକୁ ବେଳ ଥାଉ ଥାଉ ସୁଧାରି ନିଏ, ତେବେ ତାହା ତା ପାଇଁ ଭଲ ହୋଇଥାଏ। ମନରେ ଯେତେ ଦୁଃଖ ଥିଲେ ମଧ୍ୟ ହସିବା ଶିଖନ୍ତୁ, କାରଣ ମୁହଁର ହସ ହିଁ ଅଧା ଦୁଃଖକୁ ଭୁଲାଇ ଦିଏ। ସମ୍ପର୍କ ଗଢ଼ିବା ପାଇଁ ଟଙ୍କା ପଇସାର ଆବଶ୍ୟକ ନାହିଁ। ବାସ୍ ଖାଲି ଦୁଇ ପଦ ମିଠା କଥା ହିଁ ଯଥେଷ୍ଟ ହୋଇଥାଏ। ଜୀବନରେ ସୁଖ ଶାନ୍ତିରେ ରହିବାକୁ ହେଲେ ଦୁଇଟି ଶକ୍ତିର ନିହାତି ଆବଶ୍ୟକ। ଗୋଟିଏ ହେଲା ସହିବା ଶକ୍ତି ଓ ଅନ୍ୟଟି ହେଲା ବୁଝିବା ଶକ୍ତି। ଏହାକୁ ଯିଏ ପାଇଛି ସେ ସୁଖ ଶାନ୍ତିରେ ରହିଛି। କୌଣସି ବିଷୟକୁ ଗଭୀର ଭାବରେ ଚିନ୍ତା କରନ୍ତୁ ଓ ଭୁଲ ଠିକ୍ ନିଜେ ବିଚାର କରନ୍ତୁ ଏବଂ ନିଜ ନିଷ୍ପତ୍ତି ନିଜେ ନିଅନ୍ତୁ। କାରଣ କଥାରେ ଅଛି, ନିଜ କଥାରେ ଠାକୁର ଓ ପର କଥାରେ କୁକୁର। ଟଙ୍କା ଲୁଣ ଭଳିଆ ହୋଇଥାଏ। ଆବଶ୍ୟକ ମୁତାବକ ରହିଲେ ବହୁତ ଭଲ, କିନ୍ତୁ ଯଦି ଦରକାରଠୁ ଅଧିକ ହୋଇଗଲା, ତାହେଲେ ଜୀବନର ସ୍ୱାଦ ବିଗାଡ଼ି ଦେଇଥାଏ। ଯେତେବେଳେ ଆପଣ ଏକା ଥାନ୍ତି, ନିଜ ମନକୁ ସଂଯମ କରନ୍ତୁ। ଯେତେବେଳେ ଆପଣ ଲୋକମାନଙ୍କ ସହ ଥାନ୍ତି, ନିଜ ଶବ୍ଦକୁ ସଂଯମ କରନ୍ତୁ। ମିଛ କହି କାହା ଆଗରେ ନିଜକୁ ଭଲ ବୋଲି ଦେଖେଇ ହେବାଠାରୁ ସତ କହି ଖରାପ ହୋଇଯିବା ହଜାରେ ଗୁଣରେ ଭଲ। ନିଜ ମନୋବଳକୁ ଦୃଢ଼ କର। ନ ହେଲେ ଯେତେ ବଡ଼ ଶରୀର ଥିଲେ ମଧ୍ୟ ନିହାତି ଦୁର୍ବଳ ହୋଇଯିବ। ମଣିଷ ଶରୀରରୁ ନୁହେଁ, ବରଂ ନିଜ ମନୋବଳରୁ ଶକ୍ତି ହୋଇଥାଏ। କ୍ରୋଧ ଆସିଲେ ମନ ସହିତ ଲଢ଼, ମଣିଷ ସହିତ ନୁହେଁ। ସମସ୍ୟା ଆସିଲେ ସମୟ ସହିତ ଲଢ଼, ନିଜ ସହ ନୁହେଁ। ଯେମିତି କର୍ମକୁ ସେମିତି ଫଳ ମିଳିଥାଏ। କାରଣ ନିଜର କ୍ଷଣିକ ସୁଖ ପାଇଁ ଅନ୍ୟକୁ ଧୋକା ଦେଉଥିବା ମଣିଷ ଏ ଦୁନିଆରେ ସବୁଠାରୁ ବଡ଼ ବିଶ୍ୱାସଘାତକ ବୋଲାଇଥାଏ। ସମୟ ଏବଂ ପବନଠାରୁ ବି ଅଧିକ ଦ୍ରୁତ ଗତିରେ ମନୁଷ୍ୟର ମନ ପରିବର୍ତ୍ତନ ହୋଇଥାଏ। ମନୁଷ୍ୟ ମନକୁ କିଛି ବି ବିଶ୍ୱାସ ନଥାଏ କେତେବେଳେ କେଉଁ ରୂପ ଧାରଣ କରିବ। ଟଙ୍କା ଉଧାର ନେଲେ ସମ୍ପର୍କ ନଷ୍ଟ ହୁଏନି। ସମ୍ପର୍କ ତ ସେତେବେଳେ ନଷ୍ଟ ହୁଏ ଯେତେବେଳେ ଉଧାର ଦେଇଥିବା ଟଙ୍କା ମାଗିବାକୁ ପଡ଼େ। ପବିତ୍ର ଗଙ୍ଗାରେ ପାପ ଧୁଏନି, କେବଳ ଶରୀର ଧୁଏ। ଓ ପାପ ଶରୀର ନୁହେଁ, ମନ କରିଥାଏ। ତେଣୁ ମନ ବଦଳାଅ, ପାପ ଆପେ ଆପେ ଧୋଇଯିବ। ଯଦି କମେଇବାର ଅଛି ତ ମାନବିକତା ଏବଂ ବନ୍ଧୁତା କମାନ୍ତୁ। ପଇସା ତ ଭିକାରୀ ବି କମେଇଥାଏ। ଯେଉଁ ମଣିଷର କଥା କଥାରେ ଆଖିରୁ ଲୁହ ଆସିଥାଏ, ସେ ଦୁର୍ବଳ ନୁହେଁ ଆଜ୍ଞା, ସେ ହୃଦୟରୁ ବହୁତ ସରଳ ହୋଇଥାଏ। ପାଗ ବଦଳେ, କିନ୍ତୁ ଧୀରେ ଧୀରେ। ମାତ୍ର ଲୋକମାନଙ୍କର ବଦଳିବା ଗତି ଏତେ ତୀବ୍ର ଯେ ପବନ ମଧ୍ୟ ଆଶ୍ଚର୍ଯ୍ୟ ହେଇଯାଉଥିବ। ମଣିଷ ସେତେବେଳେ ଅଧିକ ହାରିଯାଏ ଯେତେବେଳେ ସେ ନିଜେ ବୁଝିପାରେ ଯେ ଯାହାକୁ ସେ ନିଜର ଭାବୁଛି, ତା ପାଇଁ ସିଏ କିଛି ବି ନୁହେଁ। ଏ ଦୁନିଆରେ କେହି କାହାର ନୁହନ୍ତି। ଆବଶ୍ୟକ ପଡ଼ିଲେ
ସମସ୍ତେ ସମ୍ପର୍କ ଗଢ଼ିଥାନ୍ତି। ଆଉ ଆବଶ୍ୟକ ପୂରଣ ହେଇଗଲେ ସମସ୍ତେ ଭୁଲି ଯାଆନ୍ତି। ପଇସା ସବୁ ସମସ୍ୟାର ସମାଧାନ ହେଇନଥାଏ। ବେଳେବେଳେ ଏମିତି କିଛି ପରିସ୍ଥିତି ଆସେ ଯେଉଁଠି ପଇସା ଥାଇକି ବି ତା'ର କିଛି ମୂଲ୍ୟ ନଥାଏ। ନିରୀହ ଲୋକ ସବୁବେଳେ ଧୋକା ଖାଇଥାନ୍ତି, କାରଣ ସେମାନେ ଭୁଲ ଲୋକଙ୍କୁ ଭରସା କରିଥାନ୍ତି। ନିଜକୁ ଅତି ଚତୁର ଭାବୁଥିବା ମଣିଷ ନିଜେ ବୁଝିପାରେ ନାହିଁ ଯେ ଏ ଦୁନିଆର ପ୍ରତ୍ୟେକ ଘଟଣା ଆଉ ପରିସ୍ଥିତି ଉପରେ ଜଣେ କାହାର ନଜର ରହିଥାଏ। ଜୀବନରେ କଷ୍ଟ ଆସିଲେ ଦୁଃଖ କରନ୍ତୁ, କାରଣ ନାଟକରେ ସବୁଠୁ କଷ୍ଟ ଅଭିନୟ ଭଲ ଅଭିନେତାକୁ ହିଁ ମିଳିଥାଏ। କହିବା ପୂର୍ବରୁ ଥରୁଟିଏ ଚିନ୍ତା କରିବା ଉଚିତ, କାହିଁକି ନା କୁହାଯାଇଥିବା ଶବ୍ଦ କେବଳ କ୍ଷମା କରାଯାଇପାରେ, କିନ୍ତୁ କେବେ ଭୁଲା ଯାଇପାରେ ନାହିଁ। କାହାକୁ ଅନୁଭବ କରିବାକୁ ଦିଅନ୍ତୁ ନାହିଁ ଯେ ତୁମେ ହୃଦୟରୁ ଭାଙ୍ଗି ଯାଇଛ ବୋଲି, କାରଣ ଲୋକେ ଭଙ୍ଗା ଘରର ଇଟା ମଧ୍ୟ ନେଇଯାଆନ୍ତି। ସମୟ କେବଳ ଗୋଟିଏ କଥା କହେ, ଆଜି ତୁମେ ମୋତେ ବର୍ବାଦ କରୁଛ, କାଲି ମୁଁ ତୁମକୁ ନିଶ୍ଚୟ ବର୍ବାଦ କରିବି। ଶରୀରରୁ ସୁନ୍ଦର ହୋଇଥିବା ମଣିଷ ଗୋଟେ ରାତି ପାଇଁ ଖୁସି ଦେଇଥାଏ, କିନ୍ତୁ ହୃଦୟରୁ ସୁନ୍ଦର ହୋଇଥିବା ମଣିଷ ସାରା ଜୀବନ ପାଇଁ ଖୁସି ଦେଇଥାଏ। ଯିଏ ଧୈର୍ଯ୍ୟର ସହିତ ଅପେକ୍ଷା କରିବା ଜାଣିଥାଏ, ତା ପାଖକୁ ସବୁ ଜିନିଷ କୌଣସି ନା କୌଣସି ପ୍ରକାରେ ନିଶ୍ଚିତ ପହଞ୍ଚିଥାଏ। ବନ୍ଧୁଗଣ, ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଭିଡ଼ିଓଟି ଲାଇକ୍, ସେୟାର ଏବଂ କମେଣ୍ଟ କରନ୍ତୁ ଏବଂ ଏଭଳି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।